ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା ପୂର୍ବରୁ ଗୋଟିଏ ବାଇବଲ ପଦକୁ ପଢ଼ିବା। ଫିଲିପିଓ ଅଧ୍ୟାୟ 4:6 ପଦ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଆସନ୍ତୁ ପ୍ରାର୍ଥନା କରିବା। ଏ ଅନୁଗ୍ରହ ପରମେଶ୍ୱର, ଏ ଦୟାଳୁ ପରମେଶ୍ୱର, ଏ ପ୍ରେମମୟ ପିତା, ଏହି ନୂତନ ଦିନ ପାଇଁ ଧନ୍ୟବାଦ। ମୁଁ ଆଜି ନିଜକୁ ତୁମ ପବିତ୍ର ହସ୍ତରେ ସମର୍ପଣ କରୁଅଛି। ଆଜି ମୋର ମାର୍ଗଦର୍ଶନ କର ଏବଂ ତୁମର ପ୍ରେମ ସହିତ ମୋର ହୃଦୟକୁ ପରିପୂର୍ଣ୍ଣ କର। ଏ ପ୍ରେମମୟ ପିତା, ମୁଁ ଏହି ନୂତନ ସକାଳୁ ଉଠି ମୁଁ କୃତଜ୍ଞତାର ସହିତ ତୁମ ପାଦ ତଳକୁ ଆସିଅଛି। ଏ ପ୍ରେମମୟ ପିତା, ମୁଁ ଆଜି ତୁମର ଶକ୍ତି ଏବଂ ମାର୍ଗଦର୍ଶନ ମାଗୁଅଛି। ତୁମର ଶାନ୍ତିରେ ମୋତେ ପରିପୂର୍ଣ୍ଣ କର ଏବଂ ତୁମର ଇଚ୍ଛା ଅନୁଯାୟୀ ନିଷ୍ପତ୍ତି ନେବାକୁ ମୋତେ ଜ୍ଞାନ ଦିଅ ଏବଂ ଯେମିତିକି ମୁଁ ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହୋଇପାରିବି, ସେଥିପାଇଁ ମୋତେ ଆଶୀର୍ବାଦ କର। ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ପ୍ରାର୍ଥନା କରୁଅଛି, ଆମେନ୍।